ସଂକ୍ରାନ୍ତି ଏକ ଦାନ ପୁଣ୍ୟର ଦିନ। ଏହି ଦିନ ଅନ୍ନଦାନ କଲେ ତାହାକୁ ମହାଦାନ କୁହାଯାଇଥାଏ। ଅନ୍ନଦାନ କରିବା ଦ୍ୱାରା ଘରେ ଅନ୍ନ ଓ ଧନର ଅଭାବ ରହେ ନାହିଁ। ସୁଖ ସମୃଦ୍ଧି ନିରନ୍ତର ବୃଦ୍ଧି ପାଇଥାଏ। ତା ସହିତ ପିତୃଗଣଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଭଗବାନ ସୂର୍ଯ୍ୟନାରାୟଣଙ୍କର ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଇଥାଏ। ଚଳିତ ବର୍ଷ ମିଥୁନ ସଂକ୍ରାନ୍ତି 2025 ମସିହା ଜୁନ ମାସ 15 ତାରିଖ ରବିବାର ଦିନ ପାଳିତ ହେବ। ଧାର୍ମିକ ମାନ୍ୟତା ଅନୁସାରେ ସଂକ୍ରାନ୍ତି ତିଥି ଦିନ ସୂର୍ଯ୍ୟଦେବଙ୍କର ପୂଜାର୍ଚ୍ଚନା କରାଗଲେ ସୂର୍ଯ୍ୟଦେବଙ୍କ ଠାରୁ ଆରୋଗ୍ୟ ଜୀବନଯାପନର ବରଦାନ ମିଳିଥାଏ। ତା ସଙ୍ଗେ ସଙ୍ଗେ ଧନଧାନ୍ୟର ସମ୍ପନ୍ନତା ସାଙ୍ଗକୁ ଶାରୀରିକ ଏବଂ ମାନସିକ କଷ୍ଟରୁ ମଧ୍ୟ ମୁକ୍ତି ମିଳିଥାଏ। ଜାଣିବା ମିଥୁନ ସଂକ୍ରାନ୍ତି ବିଷୟରେ ସବିଶେଷ ତଥ୍ୟ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଜଗତର ରାଜା ସୂର୍ଯ୍ୟ ଆସନ୍ତା ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଥୀ ରବିବାର ଜୁନ ମାସ 15 ତାରିଖ ସକାଳ 6:52 ସମୟରେ ଗୋଚରରେ ବୃଷ ରାଶିରୁ ଦ୍ୱାଦଶ ରାଶିଚକ୍ରର ତୃତୀୟ ରାଶି ମିଥୁନ ରାଶିରେ ପ୍ରବେଶ କରିବେ। ମିଥୁନ ସଂକ୍ରାନ୍ତିର ପୁଣ୍ୟକାଳ ସକାଳ 6:53 ଠାରୁ ଦ୍ୱିପହର 2:29 ପର୍ଯ୍ୟନ୍ତ ରହୁଅଛି। ମହାପୁଣ୍ୟକାଳ ସକାଳ 6:53 ଠାରୁ ସକାଳ 9:52 ପର୍ଯ୍ୟନ୍ତ ରହିବ। ଜ୍ୟୋତିଷୀୟ ତଥ୍ୟ ଅନୁସାରେ ମିଥୁନ ସଂକ୍ରାନ୍ତି ଦିନ କେତେଗୋଟି ଶୁଭ ଯୋଗର ନିର୍ମାଣ ହେଉଅଛି। କୁହାଯାଏ, ଶୁଭଯୋଗ ସମୟରେ ଯେଉଁ ଶୁଭ କାର୍ଯ୍ୟ ଯଥା ପୂଜା, ଜପ, ତପ, ଦାନ ପ୍ରଭୃତି ଯେଉଁ ଉଦ୍ଦେଶ୍ୟରେ କରାଯାଏ ତାହା ବହୁତ ଶୁଭ ଫଳଦାୟୀ ହୋଇଥାଏ। ମିଥୁନ ସଂକ୍ରାନ୍ତି ଦିନ ଯେଉଁ କେତେଗୋଟି ଶୁଭ ଯୋଗର ନିର୍ମାଣ ହେଉଅଛି ତନ୍ମଧ୍ୟରୁ ଇନ୍ଦ୍ରଯୋଗ ଅନ୍ୟତମ। ମହାମଙ୍ଗଳକାରୀ ଯୋଗ ଇନ୍ଦ୍ରଯୋଗ ମିଥୁନ ସଂକ୍ରାନ୍ତିର ରବିବାର ଦିନ 12:20 ପର୍ଯ୍ୟନ୍ତ ରହୁଥିବାରୁ ଏହି ସମୟରେ ଯେଉଁ ଶୁଭ କାର୍ଯ୍ୟ ଯେଉଁ ଉଦ୍ଦେଶ୍ୟରେ କରାଯାଇଥାଏ ତାହା ଅତୀବ ଶୁଭ ଫଳଦାୟୀ ହୋଇଥାଏ। ଏହାଛଡ଼ା ମିଥୁନ ସଂକ୍ରାନ୍ତିର ଦିନସାରା ଶିବ ବାସ ନାମକ ଅନ୍ୟ ଏକ ଶୁଭଯୋଗ ମଧ୍ୟ ରହୁଅଛି। ସୂର୍ଯ୍ୟ ମହାଗ୍ରହଙ୍କୁ ଆତ୍ମା, ପିତା, ମାନସମ୍ମାନ, ଶକ୍ତି, ନେତୃତ୍ୱ ଏବଂ ସ୍ୱାସ୍ଥ୍ୟକାରକ ପ୍ରଭୃତି ବୋଲି ଜ୍ୟୋତିଷ ଶାସ୍ତ୍ର ଦର୍ଶାଇଥିବା ବେଳେ ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନ ସମଗ୍ର ଦ୍ୱାଦଶ ରାଶିଚକ୍ରକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ମିଥୁନ ରାଶିରେ ସୂର୍ଯ୍ୟଦେବଙ୍କର ପ୍ରବେଶ ବ୍ୟକ୍ତିର ବୁଦ୍ଧି, ଜୀବନ ଏବଂ କ୍ଷମତାକୁ ପ୍ରଭାବିତ କରିଥାଏ। କାରଣ ମିଥୁନ ରାଶିର ଅଧିପତି ବୁଧ ମହାଗ୍ରହ ବ୍ୟକ୍ତିର ବୁଦ୍ଧି ଓ ବାଣୀକୁ ପ୍ରତିନିଧିତ୍ୱ କରିଥାନ୍ତି। ମିଥୁନ ସଂକ୍ରାନ୍ତିରେ ମିଥୁନ ରାଶିରେ ତିନିଗୋଟି ବଡ଼ ମହାଗ୍ରହ ସୂର୍ଯ୍ୟ, ବୁଧ ଏବଂ ବୃହସ୍ପତି ମହାଗ୍ରହ ଏକତ୍ର ରହିବାରେ ବ୍ୟକ୍ତିର ଜ୍ଞାନ, ଧନ, ପଦପ୍ରତିଷ୍ଠା ଏବଂ ନେତୃତ୍ୱ ନେବାର ଶକ୍ତିକୁ ବୃଦ୍ଧି କରିଥାଏ। ସଂକ୍ରାନ୍ତି ଏକ ଦାନ ପୁଣ୍ୟର ଦିନ। ଏହି ଦିନ ଅନ୍ନଦାନ କଲେ ତାହାକୁ ମହାଦାନ କୁହାଯାଇଥାଏ। ଅନ୍ନଦାନ କରିବା ଦ୍ୱାରା ଘରେ ଅନ୍ନ ଓ ଧନର ଅଭାବ ରହେ ନାହିଁ। ସୁଖ ସମୃଦ୍ଧି ନିରନ୍ତର ବୃଦ୍ଧି ପାଇଥାଏ। ତା ସହିତ ପିତୃଗଣଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ମିଥୁନ ରାଶିର ଅଧିପତି ବୁଧଙ୍କର ରଙ୍ଗ ସବୁଜ ରଙ୍ଗ ବା ହାଲକା ନୀଳ ରଙ୍ଗର ହୋଇଥିବାରୁ ଏହି ମିଥୁନ ସଂକ୍ରାନ୍ତି ଦିନ ସବୁଜ ରଙ୍ଗର ବସ୍ତ୍ର ଦାନ ଆକାରରେ ପ୍ରଦାନ କଲେ
ବୁଧ ମହାଗ୍ରହ ପ୍ରସନ୍ନ ହୋଇଥାନ୍ତି ଏବଂ ବୁଧ ମହାଗ୍ରହଙ୍କର ଆଶୀର୍ବାଦରେ ଜୀବନରେ ଶାନ୍ତି, ସଦ୍ଭାବ, ଆର୍ଥିକ ଅଭିବୃଦ୍ଧି ହେବା ସହିତ ବୁଦ୍ଧି ଓ ବାଣୀର ବିକାଶ ଘଟିଥାଏ। ମିଥୁନ ସଂକ୍ରାନ୍ତି ଦିନ ଜଳଦାନ, କଞ୍ଚା ମୁଗ ଡାଲି, ମିଶ୍ରି, ଚିନି, ଗୁଡ଼ ଓ ମିଠା ପଦାର୍ଥର ଦାନ ସହିତ ସୂର୍ଯ୍ୟଦେବଙ୍କର ପ୍ରିୟ ତମ୍ବା ଢାଳ ବା ତମ୍ବା ପାତ୍ର ମଧ୍ୟ ଦାନ ଆକାରରେ ପ୍ରଦାନ କରାଯାଇପାରେ। ମିଥୁନ ସଂକ୍ରାନ୍ତି ଦିନ ପ୍ରାତଃସ୍ନାନ ପରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ଓ ପୂଜାପାଠ ସାରିବା ପରେ ଏହିସବୁ ଦାନ ପ୍ରଦାନ କଲେ ସୂର୍ଯ୍ୟଦେବଙ୍କର ବିଶେଷ କୃପା ଲାଭ ହୋଇ ବ୍ୟକ୍ତିର ଜୀବନ ସୁଖ, ସମୃଦ୍ଧି ଓ ଶାନ୍ତିରେ କଟିଥାଏ। ମିଥୁନ ସଂକ୍ରାନ୍ତିର ଆଉ ଏକ ବିଶେଷତ୍ୱ ହେଲା ଏହି ଅବସରରେ ଆମ ରାଜ୍ୟ ଓଡ଼ିଶାରେ ଦୀର୍ଘ 3 ଦିନ ଧରି ଗଣପର୍ବ ରଜ ବଡ଼ ଆନନ୍ଦ ଓ ଉଲ୍ଲାସ ସହକାରେ ପାଳନ କରାଯାଇଥାଏ। ରଜ ଉତ୍ସବର ପ୍ରଥମ ଦିନକୁ ପହିଲି ରଜ କୁହାଯାଏ। ଚଳିତ ବର୍ଷ ଜୁନ୍ ମାସ 14 ତାରିଖ ଶନିବାର ଦିନ ପହିଲି ରଜ ପାଳନ ହୋଇ ଜୁନ୍ ମାସ 14, 15 ଓ 16 ତାରିଖ ଶନି, ରବି ଓ ସୋମବାର ଦିନ ଏହି 3 ଦିନ ରଜ ଉତ୍ସବ ପାଳନ କରାଯିବ। ରଜ ଉତ୍ସବର ମୁଖ୍ୟ ବୈଶିଷ୍ଟ୍ୟ ହେଲା ପ୍ରକୃତି ମାତା ବା ପୃଥିବୀ ମାତାର ପୂଜା। ତେଣୁ ଏହି ଅବସରରେ କୁମାରୀ ଝିଅମାନେ ପାଳନ କରନ୍ତି ରଜ ଉତ୍ସବ। 3 ଦିନ ଧରି ଚାଲୁଥିବା ଏହି ଉତ୍ସବରେ କୁମାରୀମାନେ ନୂଆ ଡ୍ରେସ୍ ବା ନୂତନ ବସ୍ତ୍ର ପରିଧାନ କରି ସଜବାଜ ହୋଇ ହାତରେ ମେହେନ୍ଦି, ପାଦରେ ଅଳତା ଓ ମଥାରେ ଚନ୍ଦନ ଟିପା ମାରି ସଜେଇ ହୋଇ ମଜା ନେଇଥାନ୍ତି ଦୋଳି ଖେଳର। ପ୍ରକୃତି ସ୍ୱରୂପିଣୀ ଏହି କୁମାରୀମାନେ ବସୁଧା ମାତାଙ୍କୁ ସମ୍ମାନ ଜଣାଇ ରଜ ଉତ୍ସବର ଏହି 3 ଦିନ ଘରେ ରୋଷେଇବାସ ଠାରୁ ଆରମ୍ଭ କରି କୌଣସି ଘରକରଣା କାମ କରିନଥାନ୍ତି। ପୂର୍ବରୁ ପ୍ରସ୍ତୁତ ହୋଇ ରହିଆସିଥିବା ଖାଣ୍ଟି ଓଡ଼ିଆ ଘରର ପିଠା ପୋଡ଼ପିଠା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନର ଆସର ଜମେ। ତା ସାଙ୍ଗକୁ ସୁସ୍ୱାଦୁ ମସଲା ଭରା ପାନଖିଲର ମହକ ଏବଂ ରଜଦୋଳି ଖେଳରେ ସ୍ୱାଗତ କରାଯାଇଥାଏ ଆଗାମୀ ବର୍ଷା ଋତୁକୁ। ରଜ ଉତ୍ସବର ଶେଷ ଦିନ ଚତୁର୍ଥ ଦିନକୁ ବସୁମତୀ ପୂଜା ରୂପେ ପାଳନ କରାଯାଏ ଏବଂ ଆମ ଓଡ଼ିଶାର ସମଗ୍ର ଦେବୀପୀଠମାନଙ୍କରେ ଏହି ଉତ୍ସବ ବଡ଼ ଜାକଜକମ ସହିତ ମଧ୍ୟ କରାଯାଇଥାଏ। ଆମ ରାଜ୍ୟ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ରାଜ୍ୟର କୃଷକ ଭାଇମାନେ ରଜ ଉତ୍ସବର ଏହି ଦିନଗୁଡ଼ିକ ଖେଳ କୌତୁକରେ ମାତି ନିଜକୁ ପ୍ରସ୍ତୁତ କରାଇ ନେଇଥାନ୍ତି ଆଗାମୀ ବର୍ଷା ଋତୁରେ ମାଟିମା ସାଙ୍ଗରେ ମାଟିର ମଣିଷ ହୋଇ ମାଟିମା ପାଖରେ ଅଳି କରି ମାଟିମା ବୁକୁରେ ଉପୁଜାଇବେ ସୁନାର ଫସଲ। ଧନ୍ୟ ଏହି ଓଡ଼ିଶାବାସୀ, ଧନ୍ୟ ଏହି ମାଟିର ମଣିଷ, ଯିଏ ନିଜର କଠୋର ପରିଶ୍ରମରେ ନିଜ ଦେହରୁ ଝାଳ ବୁହାଇ ମାଟିମା ବୁକୁରେ ଉପୁଜାଇଥାଏ ସମସ୍ତଙ୍କ ପାଇଁ ଆଗାମୀ ବର୍ଷର ଶସ୍ୟ ସମ୍ଭାର। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।